ଆପଣ ମାନେ ଜାଣିଛନ୍ତି ଗଞ୍ଜାମ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ସାର୍ଙ୍କ ନିର୍ଦ୍ଦେଶରେ ଭଞ୍ଜନଗର ଥାନା ନିରନ୍ତର ଭାବରେ ବେଆଇନ ବନ୍ଧୁକ ଯେଉଁମାନେ ରଖୁଛନ୍ତି ବା ବେଆଇନ ବନ୍ଧୁକ ଧରିକି ବିଭିନ୍ନ ଅପରାଧରେ ସଂଶ୍ଳିଷ୍ଟ ହେଉଛନ୍ତି ତାଙ୍କ ବିରୁଦ୍ଧରେ ଭଞ୍ଜନଗର ଥାନାର ନିରନ୍ତର କ୍ରାକଡାଉନ୍ ଗୋଟେ ଅଭିଯାନ ଚାଲିଛି ଏବଂ ଏହି ସଂକ୍ରାନ୍ତରେ ଆଗରୁ ମଧ୍ୟ ଆମେ ବିଭିନ୍ନ ପ୍ରକାର ବନ୍ଧୁକ ଜବତ କରିଛୁ। ଭଞ୍ଜନଗର ଥାନାରେ ଯେ ଆଇଆଇସି ଅଛନ୍ତି ଶ୍ରୀ ଜୀବନାନନ୍ଦ ଜେନା ଏବଂ ତାଙ୍କର ଟିମ୍ ମେମ୍ବର୍ସ ମାନେ ଗଞ୍ଜାମ ଏସ୍ପି ସାର୍ଙ୍କ ନିର୍ଦ୍ଦେଶକୁ ପାଳନ କରି ଆଉ ଗୋଟେ ବେଆଇନ ବନ୍ଧୁକ ଧରି ଅପରାଧରେ ସଂଶ୍ଳିଷ୍ଟ ରହୁଥିବା ଗୋଟେ ଅପରାଧିକ ଗ୍ୟାଙ୍ଗର ମେମ୍ବର୍ସ ମାନଙ୍କୁ ଧରିଛନ୍ତି। ଗତକାଲି ଏସ୍ଆଇ ସମୀର କୁମାର ସେଠୀଙ୍କ ନେତୃତ୍ୱରେ ଭଞ୍ଜନଗରରେ ଯେତେବେଳେ ଗାଡ଼ି ଚେକିଂ ଏବଂ ପେଟ୍ରୋଲିଂ ଜାରି ରହିଥିଲା ଗୋଟିଏ ଅପରାଧିକ ଗ୍ୟାଙ୍ଗ ଯିଏକି ଗଞ୍ଜାମର ବିଭିନ୍ନ ଥାନାମାନଙ୍କରେ ବିଭିନ୍ନ ମକଦ୍ଦମାରେ ସେମାନେ ସଂଶ୍ଳିଷ୍ଟ ଅଛନ୍ତି। ଆଗରୁ ହତ୍ୟା ମକଦ୍ଦମା ତାଙ୍କ ନାଁରେ ଅଛି। ସେଇଭଳିଆ ଗୋଟେ ଗ୍ୟାଙ୍ଗକୁ ଠାବ କଲେ, ଧରିଲେ ଏବଂ ତାଙ୍କ ପାଖରୁ ଗୋଟିଏ 7.64 mm ଗୋଟେ ଦେଶୀ କଣ୍ଟ୍ରିମେଟ୍ ମାଉଜର ଏବଂ 2 ରାଉଣ୍ଡ ଗୁଳି ଜବତ କଲେ। ଏବଂ ଏଇ ଯେଉଁ ଗ୍ୟାଙ୍ଗଟା ଧରା ହେଇଛି, ଯେଉଁମାନେ ବେଆଇନ ବନ୍ଧୁକ ଧରିକି ବିଭିନ୍ନ ଅପରାଧରେ ଆଗରୁ ସଂଶ୍ଳିଷ୍ଟ ଅଛନ୍ତି ଏବଂ ବର୍ତ୍ତମାନ ମଧ୍ୟ କରିବାର ଯୋଜନା କରୁଥିଲେ, ଆଗରୁ ନେତୃତ୍ୱ ନେଉଥିଲେ ଭୋଳା ନାୟକ ବୋଲି ଜଣେ ଭୋଳା ନାୟକ ବୋଲି ଜଣେ ଛଚିନା ଗାଁ କୋଦଳା ଥାନା ଅନ୍ତର୍ଗତ। ସେ ଆଗରୁ ଗୋଟେ ମର୍ଡର କେସ୍ରେ ଇନଭଲ୍ଭ ଅଛନ୍ତି, ବିଭିନ୍ନ ପ୍ରକାର କେସ୍ରେ ଇନଭଲ୍ଭ ଅଛନ୍ତି। ତାଙ୍କର ସହଯୋଗୀ ମାନେ ଭାଗୀରଥୀ ଗୌଡ଼, ବେଲାର ସେନ ସ୍ୱାଇଁ, ବଂଶୀଧର ବିଶୋଇ 4 ଜଣଙ୍କୁ ଧରା ହେଇଛି। ସେମାନେ ଆଜି ଗିରଫ ହୋଇଛନ୍ତି ଏବଂ ତାଙ୍କୁ କୋର୍ଟ ଚାଲାଣ କରାହେଉଛି। ବନ୍ଧୁକ ଗୋଟେ ମାରଣାସ୍ତ୍ର, ଗୋଟେ ଅପରାଧୀ ପାଖରେ ପଡ଼ିଲେ ସେ କୌଣସି ବି ଅପରାଧ ତାକୁ ବ୍ୟବହାର କରିପାରେ। ପୁଲିସର ରିସ୍କ କ'ଣ ଅଛି? ପୁଲିସର ଏଇଟା ନୀତିଦିନିଆ କାମ ଆମେ କରି ଆସୁଛୁ ଏବଂ କରିବୁ ମଧ୍ୟ। ଏଇଟା ଏମିତି ତ ଚାଲିବ। ସଂଗଠିତ ଅପରାଧ କିଛି ଗୋଟେ ଘଟାଇବା ପାଇଁ ଆସୁଥିଲେ, ଯେଉଁଟାକି ଆମେ ତଦନ୍ତାଧୀନ ଆମର ଅଛି। ସେ ଦିଗରେ ଆମର ତଦନ୍ତ ଚାଲିଛି ଏବଂ ସେଥିରେ ଆମେ ଗୋଟେ କିଛି ସ୍ଥିରୀକୃତ ଉପସଂହାରରେ ପହଞ୍ଚିଲେ ଆମେ ଆପଣମାନଙ୍କୁ ଜଣାଇଦେବୁ। ଆମର ଏଇ ଯେଉଁ ବନ୍ଧୁକ ଅପସଂସ୍କୃତି ବିରୋଧରେ ଭଞ୍ଜନଗର ଥାନାର ନିରନ୍ତର ତାଙ୍କୁ ଧରିବା ବା ତାଙ୍କୁ ଡିମୋରାଲାଇଜ୍ କରିବା ବା ବନ୍ଧୁକ ଡିଟେକ୍ସନ୍ କରିକି ସିଜର କରିବା, ଏଇଟା ନିରନ୍ତର ପ୍ରୟାସ ଚାଲିଛି, ଆଗକୁ ମଧ୍ୟ ଚାଲିବ। ଏ ସଂକ୍ରାନ୍ତରେ ଆମର ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ସାର୍ଙ୍କର ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ଅଛି। ତାଙ୍କ ପ୍ରତି ଆମର ଶୂନ୍ୟ ସହନଶୀଳତା ଅଛି ଏବଂ ତାଙ୍କୁ ଆମେ ଧରିବୁ, ବନ୍ଧୁକ ଜବତ କରିବୁ। ତାଙ୍କର ସମ୍ଭାବ୍ୟ ସନ୍ଦିଗ୍ଧ ତାଲିକା ମଧ୍ୟ ଆମ ପାଖରେ ଅଛି। ତେଣୁ ଆମର ରାଡାରରେ ସମସ୍ତେ ଅଛନ୍ତି, ପ୍ରତିଭା କଷ୍ଟ ଅଛି।